ଆଜି ଆମେ ଶୁଣିବା ଅଚ୍ୟୁତାନନ୍ଦ ପତିଙ୍କ ଦ୍ୱାରା ଲିଖିତ ଏକ କ୍ଷୁଦ୍ର ଗଳ୍ପ ଟ୍ରେନ୍। ମୁଁ ପାଠ କରୁଛି ଶାନ୍ତନୁ ତ୍ରିପାଠୀ। ଟ୍ରେନ୍ 3 ଘଣ୍ଟା ଲେଟ୍। ବସି ବସି ବଡ଼ ଦିଗଦାର ଲାଗୁଥିଲା। ଥିଲେ ବି ଡିସେମ୍ବର ମାସର କାଲୁଆ ପବନ ଦିନର ଉତ୍ତାପକୁ ଗିଳି ଗିଳି ଯାଉଥିଲା। ବୁଲିଲା ବୁଲିଲା ହୋଇ ପ୍ଲାଟଫର୍ମର ଗୋଟିଏ ମୁଣ୍ଡ ଆଡ଼କୁ ଆଗେଇ ଗଲି। ଗୁଡ଼ାଏ ପିଲା ରୁଣ୍ଡ ହୋଇ କିଛି ଗୋଟିଏ ଯୋଜନାକୁ ମୁଣ୍ଡ ଲଗାଇବାକୁ ଉପାୟ ଅଣ୍ଡାଳୁଛନ୍ତି। ସେମାନଙ୍କ ବାକ୍ ବିତଣ୍ଡାରୁ ଯାହା ଗୋଟାଇଲି ତାହା ଏମିତି। ସେମାନେ କୌଣସି ଏକ ମହାବିଦ୍ୟାଶ୍ରମର ମହାନ ବିଦ୍ୟାଶ୍ରୟୀ। ସେମାନେ ବର୍ତ୍ତମାନ ମହାମହନୀୟ, କାରଣ ଭୋଟ ଦେବାର ଅଧିକାରର 18 ବର୍ଷକୁ ଓହ୍ଲେଇ ଆସୁଛି। ସେମାନଙ୍କ ନିଶ ନ ଉଠିଲେ ବି ଦିଆସିଲି କାଠିର ପୋଡ଼ା ବାରୁଦରେ ନିଶ କାଟିବାକୁ ସମ୍ବିଧାନ ତାକୁ ସ୍ୱାଧିକାର ଦେଇଛି। ଯେଣୁ ତାଙ୍କୁ ଗୁରୁତ୍ୱକୁ ଅଣାଯାଇଛି। ଗୁରୁସ୍ଥାନୀୟ ମାନଙ୍କର ଏକଚାଟିଆ ଆତ୍ମପ୍ରତିଷ୍ଠାକୁ ସେମାନେ କଦାପି ବରଦାସ୍ତ କରିପାରିବେନି। ସେମାନଙ୍କ ଏବଂବିଧ ଉତ୍ତେଜନାର ନୈପଥ୍ୟରେ ଘଟିଥିବା ଘଟଣାଟି ହେଉଛି ଯେ ତାଙ୍କ କଲେଜର ପଞ୍ଝେ ବିପକ୍ଷ ପାର୍ଟିର ଟୋକା ଲଙ୍କାକାଣ୍ଡ ଘଟାଇ ସେମାନଙ୍କ ରକ୍ତରେ ପର୍ଯ୍ୟାପ୍ତ ଲଙ୍କାଗୁଣ୍ଡ ଗୁଞ୍ଜି ଦେଇଛନ୍ତି। କଥାଟା କ'ଣ କି, କଲେଜ ନୂତନ ଗୃହର ଶିଳାନ୍ୟାସ ବର୍ତ୍ତମାନ ଶାସନରେ ଥିବା ଜଣେ ମହାମାନ୍ୟ ମନ୍ତ୍ରୀ ବହୁ ବର୍ଷ ପୂର୍ବେ କରିଥିଲେ ଏବଂ କଲେଜ ଗୃହଟି ଅତିଶୀଘ୍ର ଶେଷ ହେବ ବୋଲି ବହୁ କରତାଳି ଭିତରେ ବିପୁଳ ଆଶ୍ୱାସନା ଢାଳି ଦେଇଥିଲେ। ମନ୍ତ୍ରୀ ନାମାଙ୍କିତ ଶିଳାନ୍ୟାସର ଫଳକଟି ବ୍ୟତୀତ ଖଣ୍ଡିଏ ବି ଇଟା ସେଠି ଆଜି ଯାଏ ପୋତା ହୋଇପାରିନି। ବିପକ୍ଷ ଦଳର ନେତାଙ୍କ କଲେଜସ୍ଥ ଅତିବ୍ୟସ୍ତ ଆରୁଣୀ ଉପମନ୍ୟୁମାନେ ଖୋଦ୍ ଅଧ୍ୟକ୍ଷ ଓ ଅଧ୍ୟାପକମାନଙ୍କ ସାମ୍ନାରେ ତଥାକଥିତ ଶିଳାନ୍ୟାସର ଫଳକଟିକୁ କେବଳ ଟିକି ଟିକି କରି ଭାଙ୍ଗି ଦେଇ ନଥିଲେ, ତା ଉପରେ ଯଥେଷ୍ଟ ଛେପ ବି ଛାଟିଥିଲେ। ଅଧ୍ୟକ୍ଷ ଓ ଅଧ୍ୟାପକ ସମାଜ ଏତାଦୃଶ ଅବ୍ୟାପାରର ଜୀବନର ଦ୍ରଷ୍ଟା ହୋଇ ଆଜି ଯାଏ ନୀରବ ରହି ଆସିଛନ୍ତି। ତେଣୁ ଶାସକ ଦଳର ଅନୁଗତ ଶିଷ୍ୟପ୍ରବର ହିସାବରେ ସେମାନେ ଅବଶ୍ୟ ଇଟାର ଜବାବ ପଥରରେ ଦେବେ। ବହୁ ପାଟିତୁଣ୍ଡ, ହୋହାଲ୍ଲା ହଇଚଇ ପରେ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନିଆଗଲା ଯେ ସେମାନେ କଲେଜରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ନିକଟରେ ନିଶ୍ଚୟ ଅବଶ୍ୟ କରିବେ ଏବଂ ବିପକ୍ଷ ଦଳର ନେତାଙ୍କୁ ଅତିମାନ୍ୟ ଅତିଥି ରୂପେ ବରଣ କରି ଆଣିବାକୁ ଅଧ୍ୟକ୍ଷଙ୍କୁ ବାଧ୍ୟ କରାଯିବ। ସଭା ଚାଲୁଥିବା ବେଳେ ସେମାନେ ମାନାର୍ହା ଅତିଥିଙ୍କୁ ନ୍ୟାଯ୍ୟ ସମ୍ମାନ ଦେବାକୁ 150 ଅଣ୍ଡା ଓ 500 ସଢ଼ା ବିଲାତି ବାଇଗଣ ସଭାମଣ୍ଡପ ଉପରେ ଚାରିଆଡ଼ୁ ବର୍ଷା କରିଯିବେ। ପ୍ଲାଟଫର୍ମର ସେ ମୁଣ୍ଡରୁ ଫେରିଆସି ମଝିରେ ଖଞ୍ଜା ଯାଇଥିବା ସିମେଣ୍ଟ ବେଞ୍ଚ ଉପରେ ବସିପଡ଼ି ନିଜକୁ ଟିକେ ହାଲକା କରିବାକୁ ଚେଷ୍ଟା କଲି। ପାଖ ବେଞ୍ଚରେ କେତେଜଣ ବୟସ୍କ ବସିଛନ୍ତି। ସବୁଠୁ ଯାହାଙ୍କ ମୁଣ୍ଡର ବାଳ ବେଶୀ ଧଳା ହୋଇଯାଇଛି, ସେ ଅନ୍ୟ ତିଳତଣ୍ଡୁଳିତ ମୁଣ୍ଡମାନଙ୍କୁ ଆଶ୍ୱାସନା ବାଣୀ ଦେଉଛନ୍ତି, ସତରା କରିଯାଅ, ପଞ୍ଚାୟତ ହାତକୁ ଅଧିକ କ୍ଷମତା ହୋଇ ଆସିଗଲା ପରି। ତାପରେ ବିଧାୟକ 5 ଆଙ୍ଗୁଳି ପାଟିରେ ପୂରାଇବା ଜମାନାକୁ ଉଇ ଖାଇଯିବ। ଘାଟି ମୁଣ୍ଡ ଜଗି ପଡ଼ିଥାଏ। ପାଟି ଉପରେ ଟିକେ ଲଗାମ ଦିଅ, ଉପରକୁ ଟିକେ ପଟକେଇ ରଖ। ତୁମର ବି କୋଠା ହେବ, ତୁମ ଶଳା ବି ଚାକିରି ପାଇବ, ତୁମ ମାଇକିନା ଗହଣା ନାଇବ, ସବୁ ହବ। ହବ କ'ଣ ମ, ହେଇଗଲା ଜାଣ। ମନେ ମନେ ଭାବୁଥିଲି ତାଙ୍କ ନାଁଟା ମନେ ପଡ଼ୁନଥିଲା। କିଏ ଜଣେ କହିଥିଲେ, ଗଣତନ୍ତ୍ର ଏ ମାଟିରୁ ଉଠିନି, ଏଠି ରୁଆ ହୋଇଛି। ସେଠୁ ଉଠି ପ୍ଲାଟଫର୍ମର ଆରମୁଣ୍ଡ ଆଡ଼କୁ ଗୋଡ଼ ବଢ଼ାଇଲି। ସେଠି ଭିକାରୁଣୀଟିଏ କ'ଣ ଗୋଟେ କରୁଛି। ପାଖରୁ ଦୂରରୁ ତା ଉପରେ ଅନେକ ଆଖିର ଭିଡ଼। ମୁଁ ଟିକେ ପାଖେଇ ଗଲି। ସେ ଖଣ୍ଡେ ପୁରୁଣା ଛୋଟ ବ୍ଲାଉଜକୁ ନେଇ ନିଜର ଛାତିକୁ ଢାଙ୍କିବାକୁ ଲଗାତାର ଚେଷ୍ଟା ଲଗାଇଛି। ତା ଦାରିଦ୍ର୍ୟ ସାଙ୍ଗରେ ବୁଝାମଣା ନ କରି, ତା ଅର୍ଥନୀତିକୁ ଫାଙ୍କି ଦେଇ ବୟସ ତାର ସ୍ୱାଭାବିକ ବାଟରେ ଯାଇ ତାକୁ ବଡ଼ ଅସହାୟ କରି ପକାଇଛି। ଅତିମାତ୍ରାରେ ଉନ୍ନତ ଛାତିକୁ ଆଖିର ଶିକାରୀଙ୍କ ଠାରୁ ନିରାପଦ ରଖିବାକୁ ଛୋଟ ବ୍ଲାଉଜ ଖଣ୍ଡକୁ ଟାଣି ଟାଣି ଗୋଟାଏ ପାଖକୁ ଆୟତ କଲାବେଳକୁ ଆର ପାଖଟା ଉଦ୍ଧତ ହୋଇ ବାହାରକୁ ପଳାଇ ଯାଉଛି। କେହି ଜଣେ ଦୟାବାନ ଦରଦ ଦେଖାଇ ହୁଏତ ତାକୁ ଦୟନୀୟ କରିବାକୁ ବ୍ଲାଉଜ ଖଣ୍ଡକ ଦାନ କରିଛି। ଦାନର ପ୍ରହସନକୁ ନେଇ ବିଚାରାଟା ଜୀବନ ବିକଳରେ ଜୀବନ ଖୋଜୁଛି। ହଠାତ୍ ଗୋଟିଏ ଏକ୍ସପ୍ରେସ ଟ୍ରେନ୍ ଷ୍ଟେସନ ଦେଇ ପାସ୍ କରିଗଲା।
ପ୍ଲାଟଫର୍ମ ଟ୍ରେନର ଆଲୁଅରେ ଉଜ୍ଜଳ ଉଠିଲା। ତାପରେ ଟ୍ରେନ ତାର ଆଲୁଅକୁ ଧରି ଚାଲିଗଲା। ଯେଉଁ ଅନ୍ଧାରକୁ ସେଇ ଅନ୍ଧାର।